ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ଲୁଟିଲେ ଜନସେବା କେନ୍ଦ୍ର ମାଲିକ। ଅପାଠୁଆ ଗରିବ ଆଦିବାସୀଙ୍କ ସିଏମ୍ ଓ ପିଏମ୍ ଅନୁଦାନ ଟଙ୍କାକୁ ଜନସେବା କେନ୍ଦ୍ର ମାଲିକ ହଡପ କରିନେଇଥିବା ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ପୁଣି କେନ୍ଦୁଝରରେ ଚର୍ଚ୍ଚା ଜୋର ଧରିଛି। ଥାନାରେ ଅଭିଯୋଗ ପରେ ପୁଲିସ ଆରମ୍ଭ କରିଛି ତନାଘନା। ଘସିପୁରା ବ୍ଲକ ମଦନପୁର ଗାଁର ପାଗଳ ସାମଲ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଜଣେ ଜନସେବା କେନ୍ଦ୍ର ମାଲିକ ଚଞ୍ଚକତା କରି हजार हजार टका ठकी नेइଥିବା ଅଭିଯୋଗ ହୋଇଛି। ଏପଟେ ଅଭିଯୋଗ ଅନୁଯାୟୀ ମଦନପୁର ଗ୍ରାମର ପାଗଳ ସାମଲ ସମ୍ପୂର୍ଣ୍ଣ ନିରକ୍ଷର ବେସହାର ବ୍ୟକ୍ତି ଅଟନ୍ତି। ଦୈନିକ ମଜୁରୀ ଲାଗି ପରିବାର ପୋଷଣ କରନ୍ତି। ତାଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଆସୁଥିବା ପିଏମ୍ କିଷାନ ସିଏମ୍ କିଷାନ ଅର୍ଥ ପରିବାର ପ୍ରତିପୋଷଣରେ ସହାୟକ ହୋଇଥାଏ। ହେଲେ ସେ ଅର୍ଥକୁ ସମ୍ପୂର୍ଣ୍ଣ ମଦନପୁର ଗାଁରେ ଜନସେବା କେନ୍ଦ୍ର କରିଥିବା ବ୍ୟକ୍ତି ଜଣକ ଚଞ୍ଚକତା କରି ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏମିତି ମୋର ପଇସା ଆସେ ଆଉ ଆସିଲା ପରେ ମୁଁ ଦେଖେ ଯେତେବେଳେ ଯାଇକି ଦେଖେ ସାର୍ ମୋର ପଇସା ଆଉ ଆସୁନି। ମୁଁ ସେଇଠି ମୂର୍ଖ ଲୋକ, ମୁଁ ଜାଣିପାରେ ନାହିଁ। ମୁଁ କହିବି ଦେ କେଉଁଠି ଭୁଲ ଭାଲ ହେଇଛି ଆଉ ପଇସାଟା ଆସୁନି, ଦେଖିବା ପଛକୁ କାଳେ ଆସିବା କରିବ। ଆଉ ଦେଖିନି ବହୁତ ନାଗିଲା ବେଳକୁ ଗଲା ଗୋଟେ ଏୟାରଟେଲ୍ ବ୍ୟାଙ୍କକୁ ପଇସାଟା ମୋ ଆକାଉଣ୍ଟକୁ। ଆଉ ତାପରେ ସେଇଠୁ ମୁଁ ଏମିତି ନାଗିକି ବାହାର କରିକି ପିଲାମାନଙ୍କୁ ସବୁ ଧରିକି ସେ ଆକାଉଣ୍ଟରୁ ବାହାର କରିକି ନେଇକି ଗନି ଥାନାକୁ। ଜନସେବା କେନ୍ଦ୍ର ମାଲିକ ଗରିବ ପାଗଳ ସାମଲଙ୍କ ଟିପ ଚିହ୍ନ ନେଇ ନିଜ ବାପାଙ୍କ ନାମରେ କରିଥିବା ଏୟାରଟେଲ୍ ପେମେଣ୍ଟ ଆକାଉଣ୍ଟକୁ ସରକାରଙ୍କ ଦ୍ୱାରା ହୋଇଥିବା ଡିବିଟି ପେମେଣ୍ଟ ଅର୍ଥରାଶିକୁ ନେଇଯାଇ ନିଜେ ଉଠାଇ ଦେଉଛନ୍ତି। ଏଥିରେ ସନ୍ଦେହ ହେବାରୁ ଗାଁର କିଛି ଶିକ୍ଷିତ ଯୁବକଙ୍କୁ ସାଥିରେ ନେଇ ଅନ୍ୟ ଏକ ଜନସେବା କେନ୍ଦ୍ରରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ସମସ୍ତ କାଗଜପତ୍ର ଧରି ଥାନାରେ ପହଞ୍ଚିଥିଲେ ପାଗଳ ସାମଲ। ଏହାପରେ ଜନସେବା କେନ୍ଦ୍ର ମାଲିକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ କେନ୍ଦୁଝର ପାଟଣାରେ ମୃତ ଭଉଣୀର ଟଙ୍କା ଉଠାଇବାକୁ ଗରିବ ଆଦିବାସୀ ଜିତୁ ମୁଣ୍ଡା କଙ୍କାଳ ଧରି ବ୍ୟାଙ୍କକୁ ଯିବା ଘଟଣା ସାରା ଦେଶରେ ଚର୍ଚ୍ଚା ସାଉଁଟିଥିବା ବେଳେ ଘସିପୁରାରେ ଗରିବ ହିତାଧିକାରୀଙ୍କ ପିଏମ୍ ସିଏମ୍ ଟଙ୍କାକୁ ଚଞ୍ଚକତା କରି ଚଳୁ କରିବା ଘଟଣା ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏଭଳି ଅପରାଧୀକୁ କଠିନ ଶାସ୍ତି ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଇଏ ହଉଛନ୍ତି ପାଗଳ ସାମଲ। ଆଙ୍କର କ'ଣ ହେଲା 2019 ମସିହାରୁ ଯୋଉ ଯେତେବେଳେ ମୁଖ୍ୟମନ୍ତ୍ରୀ ଦେଇଥିଲେ ସେତେବେଳେ କାଳିଆ ଯୋଜନା, ବର୍ତ୍ତମାନର ସିଏମ୍ କିଷାନ ଯୋଜନା ଏବଂ ପିଏମ୍ କିଷାନ ତାଙ୍କର କଣ୍ଟିନ୍ୟୁ ଆସୁଥିଲା। ସେ 1 ବର୍ଷ 2 ବର୍ଷ ପାଇଛନ୍ତି, ହଠାତ୍ ତାଙ୍କର ଆସିଲା ନାହିଁ। ଯେତେବେଳେ ହଠାତ୍ ଆସିଲା ନାହିଁ ସିଏ କ'ଣ କଲେ ନା ହଉଛି ଅଲଗା ଯାଇକି ଗୋଟେ ଜନସେବା କେନ୍ଦ୍ରରେ ଦେଖିଲା ପରେ ତାଙ୍କର ହଉଛି ଆସୁଛି ପିଏମ୍ କିଷାନ, କିନ୍ତୁ ତାଙ୍କ ଆକାଉଣ୍ଟକୁ ଯାଉନାହିଁ। ନା ଆକାଉଣ୍ଟକୁ ଯାଉଛି ଗୋଟେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ। ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଦେଖିଲା ବେଳକୁ ତାଙ୍କର ନାହିଁ, କ'ଣ କହିଲେ, ସିମ୍ କାର୍ଡ଼ ନାହିଁ। ଆଉ ତାଙ୍କର ବ୍ୟାଙ୍କ ଫ୍ୟାଙ୍କ ସେ କିଛି ଜାଣନ୍ତିନି, ସେ ଆଦିବାସୀ ଲୋକ ଖଟିଲେ ଖାଆନ୍ତି। ଆଉ ତାପରେ କ'ଣ କଲେ ନା ସିଏ ହଉଛି ଏଠୁ ଆମକୁ ପଚରାପଚରି କଲା ପରେ ତାପରେ ଜାଣିବାକୁ ପାଇଲେ ଯେ ଏଇଟା ଗୋଟେ ଯାଉଛି ମଦନପୁର ଆଉ ଜଣେ କ୍ଷମାକର କୁଅରଙ୍କ ଆକାଉଣ୍ଟକୁ। ତାଙ୍କ ନାଁରେ ଗୋଟେ ଏୟାରଟେଲ୍ ପେମେଣ୍ଟ ଖୋଲା ହେଇଛି, ତାଙ୍କ ଆକାଉଣ୍ଟକୁ ଯାଉଛି। ଯୋଉଦିନ କ୍ରେଡିଟ୍ ହେଉଛି ସେଇଦିନ ଡେବିଟ୍ ହେଉଛି। ସେ ଥାନାରେ ଅଭିଯୋଗ କଲେ, ଥାନାରେ ଅଭିଯୋଗ କଲା ପରେ କେସ୍ ମଧ୍ୟ ହୋଇଛି। ଆମର ଯିଏ ଦୋଷୀ ଗିରଫ ହୋଇନି। ଘସିପୁରାରୁ ଗତିକୃଷ୍ଣ ଭୂୟାଙ୍କ ରିପୋର୍ଟ, ପ୍ରତିଦିନ ଟିଭି।